ମାମା ମାମା କିଏ ହେଲା? ଏଟା ସବୁ କିସ ଗୁଡା ଗୁଡା ଏଇଗୁଡା ପୁରା ସର ଗୁଡା ଘିଅ କରାହବ ରଖା ହେଇଛି। କରୁନୁ। କେନା ମେଘା କହୁନୁ କରିଦବ। ମେଘା ସେ କହୁଛି ମୁଁ କରିପାରିବିନି, ମୁଁ ଜାଣିନି। ହଉ ତାହେଲେ ମୁଁ ଏଇଥର କରିଦଉଛି, ମେଘା କହିବ ଆରଥରକୁ ସିଏ କରିବ। ଠିକ ଅଛି। ଆମ ଘରେ ପ୍ରାୟତଃ ଦେଶୀ ଗୁଆ ଘିଅରେ ସମସ୍ତେ ଭାତ ଖାଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଏଇ ଗୁଆ ଘିଅକୁ ଘରେ ହିଁ ବନାଏ। ତ ଚାଲନ୍ତୁ ମୁଁ ଆପଣମାନଙ୍କ ସହିତ ଏହାର ପ୍ରସ୍ତୁତ ପ୍ରଣାଳୀ ସେୟାର କରିବି। ପ୍ରଥମେ ଗୋଟେ ଗ୍ରାଇଣ୍ଡିଂ ଜାରରେ ଜମା କରି ରଖିଥିବା ସର ଗୁଡ଼ିକୁ ଅଳ୍ପ ଦେଇ ତା ଭିତରେ କିଛି ଖଣ୍ଡ ବରଫ ଆଉ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଂ କରିଦେବା। ଗ୍ରାଇଣ୍ଡିଂ କରିସାରିଲା ପରେ ଦେଖିବେ ଲହୁଣୀ ଗୁଡ଼ିକ ଉପରକୁ ଆସିଯାଇଛି। ଆଉ ମୁଁ ଯେମିତିକା ବଲ୍ ବନଉଛି ସେମିତି କରିକି ଗୋଟେ ଅଲଗା ଜାଗାରେ ରଖିଦେବେ। ଏଇଟା ଧର, ଏମିତି ଏମିତି କର, ସେମିତି ନାଇଁ ଏମିତିକା କର, ଚାପି ଚାପି ଦେ। ହଁ ପରା ଏଇ ଚାପୁଛି ପରା। ପଡୁଛି ଚାରିଆଡେ। ପଡିବନି। ଖାଲି ବୋହୂ ମାନେ କେନେ, ପୁଅ ମାନେ ବି ଶିଖିବା ଦରକାର ନା। ଏ ଆମର ଗ୍ରୀନ୍ ଫ୍ଲାଗ। କରିଯା କରିଯା ଶୀଘ୍ର ଶୀଘ୍ର। ଫାଇନାଲି ଏତିକି ବାହାରିଲା ଲହୁଣୀ। ୟାକୁ ଏଥର ଘିଅ କରିବା। ଲହୁଣୀ ଗୁଡ଼ିକ ବାହାରି ସାରିଲା ପରେ ଗ୍ୟାସକୁ ଅନ୍ କରିକି ଲୋ ଟୁ ମିଡିୟମ ଫ୍ଲେମ୍ରେ ତାକୁ ଫୁଟେଇଦବା। ତ ଅଧଘଣ୍ଟାରୁ 45 ମିନିଟ୍ ପର୍ଯ୍ୟନ୍ତ ଇଏ ଫୁଟି ସାରିଲା ପରେ ଆଉ ତାକୁ ମଝିରେ ମଝିରେ ଆମେ ଏମିତିକା ଟିକେ ଚଟୁରେ ଘାଣ୍ଟି ଦଉଥିବା। ତ ରେଡି ହେଇଯିବ ତାହେଲେ ଆପଣ ମାନଙ୍କର ଗୁଆ ଘିଅ। ଓ କି ବାସ୍ନା ତାର, ଆଉ ତାର ଫ୍ଲେଭର ତ ଆଉ କହିବାର ନାହିଁ। ଆଉ ଆପଣ ମାନେ ବି ୟାକୁ ଘରେ ଏମିତିକା ପ୍ରସ୍ତୁତ କରନ୍ତୁ। ଆଉ ଆପଣ ମାନଙ୍କୁ ଯଦି ମୋ ଶାଢୀଟା ପସନ୍ଦ ଥିବ ତାହେଲେ ମୁଁ ଉପରେ ଟ୍ୟାଗ କରିଦେଇଛି। ଆଉ ଏଇ ଜାର ଲିଙ୍କ ଯଦି ବି ଦରକାର ତାକୁ ହେଲେ ମୁଁ ଟ୍ୟାଗ କରିଦେଇଥିବି, ଆପଣ ମାନେ ଯାଇକି ପରଚେଜ କରିପାରିବେ। ରହିଲି, ବାଏ ବାଏ।